ଏବେ ଦେଖି ଚାହିଁ ଚଲାନ୍ତୁ ଗାଡ଼ି। 5ଟି ଚାଲାଣ କଟିଲେ ସିଧା ରଦ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ। ଜାଣନ୍ତୁ କ'ଣ ରହିଛି ନୂଆ ଟ୍ରାଫିକ୍ ନିୟମ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଯଦି ଆପଣ ଟ୍ରାଫିକ୍ ନିୟମକୁ ହାଲୁକା ଭାବରେ ନେଉଛନ୍ତି ତେବେ ଆପଣଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ। ସରକାର କେନ୍ଦ୍ରୀୟ ମୋଟରଯାନ ନିୟମ 2026 ସଂଶୋଧନ କରିଛନ୍ତି। ଜରିମାନା ଏବଂ ଡ୍ରାଇଭିଂ ସମ୍ବନ୍ଧୀୟ ନିୟମକୁ ପୂର୍ବ ଅପେକ୍ଷା ଯଥେଷ୍ଟ କଠୋର କରାଯାଇଛି। ଏବେ କେବଳ ଜରିମାନା ଦେବା ଆଉ ଯଥେଷ୍ଟ ହେବ ନାହିଁ, ନିୟମର ବାରମ୍ବାର ଉଲ୍ଲଂଘନ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିପାରେ। ପ୍ରକୃତରେ ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ସଡ଼କ ସୁରକ୍ଷାକୁ ବୃଦ୍ଧି କରିବା। ସରକାର ଚାହାନ୍ତି ଯେ ଲୋକମାନେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ଦୁର୍ଘଟଣା ହ୍ରାସ ପାଉ। ତେଣୁ ଏଥର ନିୟମଗୁଡ଼ିକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ତେବେ 5ଟି ଟ୍ରାଫିକ୍ ଜରିମାନା ମିଳିଲେ କ'ଣ ହେବ ଆସନ୍ତୁ ଜାଣିବା। ନୂତନ ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଗୋଟିଏ ବର୍ଷ ମଧ୍ୟରେ 5ଟି କିମ୍ବା ତାଠାରୁ ଅଧିକ ଟ୍ରାଫିକ୍ ଜରିମାନା ପାଆନ୍ତି ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ରଦ୍ଦ କରାଯିବ। ପୂର୍ବରୁ ଲାଇସେନ୍ସଗୁଡ଼ିକୁ କେବଳ ସୀମିତ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା, କିନ୍ତୁ ଏହା ଆଉ ହେବ ନାହିଁ। ଏହାର ଅର୍ଥ ହେଉଛି ଅଭ୍ୟାସଗତ ଉଲ୍ଲଂଘନକାରୀମାନେ ଏବେ ସିଧାସଳଖ କଠୋର ପରିମାଣର ସମ୍ମୁଖୀନ ହେବେ। ତେଣୁ ଛୋଟ ଛୋଟ ଉଲ୍ଲଂଘନକୁ ଅଣଦେଖା କରିବା ଏବେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେବେ 45 ଦିନ ମଧ୍ୟରେ ଜରିମାନା ଦେବାକୁ ବାଧ୍ୟତାମୂଳକ। ନୂତନ ନିୟମାବଳୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଟ୍ରାଫିକ୍ ଜରିମାନା ଜାରି ହେବାର 45 ଦିନ ମଧ୍ୟରେ ପୈଠ କରିବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ପୈଠ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରିମାନାକୁ ପରେ ଲୋକ ଅଦାଲତରେ ଛାଡ଼ କରାଯାଇପାରିବ ବୋଲି ଆଶା କରି ଛାଡ଼ିଦେବା ଆଉ ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। ନୂତନ ନିୟମ ଅନୁଯାୟୀ ଆପଣଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ। ଗାଡ଼ି ବ୍ଲାକ୍ ଲିଷ୍ଟ ହେବାର ଆଶଙ୍କା ରହିଛି। ଯଦି ଆପଣଙ୍କ ଗାଡ଼ି ବିରୋଧରେ ଏକ ଚାଲାଣ ବିଚାରାଧୀନ ଅଛି ତେବେ ଏହାକୁ ବ୍ଲାକ୍ ଲିଷ୍ଟ କରାଯାଇପାରେ। ଥରେ ଏକ ଗାଡ଼ି ବ୍ଲାକ୍ ଲିଷ୍ଟ ହୋଇଗଲେ ଆପଣ ଅନେକ ଜରୁରୀ କାର୍ଯ୍ୟ କରିପାରିବେ ନାହିଁ। ଉଦାହରଣ ସ୍ୱରୂପ ଗାଡ଼ି ମାଲିକାନା ହସ୍ତାନ୍ତର କରିବା, ଆପଣଙ୍କର ଠିକଣା ଅପଡେଟ୍ କରିବା, ଫିଟନେସ୍ ପ୍ରମାଣପତ୍ର ପାଇବା କିମ୍ବା ପରମିଟ୍ ସୁରକ୍ଷିତ କରିବା କଷ୍ଟକର ହୋଇଯିବ। ଅନ୍ୟ ଶବ୍ଦରେ ଆପଣଙ୍କର ଗାଡ଼ି ବ୍ୟବହାର ପ୍ରତିବନ୍ଧ ହୋଇପାରେ। ତେବେ ଗାଡ଼ି ମାଲିକଙ୍କ ଦାୟିତ୍ୱ ବୃଦ୍ଧି ରହିଛି। ଗାଡ଼ି ମାଲିକଙ୍କ ଦାୟିତ୍ୱ ଏବେ ବହୁତ ବଢ଼ିଯାଇଛି। ଯଦି କେହି ଆପଣଙ୍କ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ଆପଣଙ୍କୁ ପ୍ରମାଣ କରିବାକୁ ପଡ଼ିବ ଯେ ଭୁଲ ଆପଣଙ୍କର ନୁହେଁ। ଏହା ବ୍ୟତୀତ ଯଦି ଏକ ଚାଲାଣ ବାକି ଅଛି ତେବେ ଟ୍ରାଫିକ୍ ପୋଲିସ ଆପଣଙ୍କ ଗାଡ଼ିକୁ ଅଟକ ରଖିପାରେ ଏବଂ ଜରିମାନା ପୈଠ ନ ହେବା ପର୍ଯ୍ୟନ୍ତ ଏହାକୁ ଛାଡ଼ିବ ନାହିଁ। କିନ୍ତୁ ଯଦି ଆପଣ ବିଶ୍ୱାସ କରନ୍ତି ଯେ ଚାଲାଣ ଭୁଲ ତେବେ ଆପଣଙ୍କ ପାଖରେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବାର ବିକଳ୍ପ ମଧ୍ୟ ଅଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।